ब्रज सुंदर मधुर अधर कालिया दलन वंदे रस शेखर विभोर राधिका मोहन। गोपाल अगाल गीत फगुण मासरे फिटाई कहूची कृष्ण पादे देई चित आंब डाल दे सिका बेका तई जतन रे टांगी दिया रंग अबीर को मुंडरे लगाई नाचे गौड़ पुओ आहा मथुरा गौड़ गोपर गौड़ पाड़ी धरी थिब भाई राधा रानी कर ताटक चोरीर विषय गाइबी मुही दोल विमान रे श्याम सुंदर नाचिब नाचिब बांधी घुंगुर नाचिब नाचिब बांधी घुंगुर नाचिब नाचिब बांधी घुंगुर नाचिब नाचिब बांधी घुंगुर। दिने राधिका जे सखी मेल रे स्नान करने गले जमुना जल रे पालटा बसन जेते बाली रे थोइले सुना अलंकार जेते देहरु काढ़िले जमुना जल रे काले हजी जीव बोली कानरु सुना ताटक राधा देले खोली ललिता विशाखा अष्ट सखी संगे राई जल क्रीड़ा रे मातिले कौतुक होई एही समय रे चिल पखी हे सुनार ताटक नेला टेकी 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 हे। सुनार ताटक जकमक दिसुथिला मांस खंडे भाभी चिल पक्षी जाई थंटरे उठेई नेला उड़ी उड़ी कुंज कदम डाल रे बसिला से चिल पक्षी बारंबार थंट आघात करिला खाइब बोली भाभी की आहे थंट थकी गला खाई न पारिला किछि लाभ हेला नाही ताटक फोपाड़ी से चिल पक्षीटा उड़ीण गला पळेई नाउथिले राधा जहा कान रे हजी गला सेही कुंज बन 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 रे। सारी राधिका जे जलरू उठिले ताटक न देखी से ही चमकी पड़िले सबु अलंकार अछि ताट
କଟି ନାହିଁ। ଶାଶୁ ଜାଣି ଗଲେ ଗାଳି ଦେବେ ନିଶ୍ଚୟ ତହିଁ। ଆରେ କିଏ ନେଇ ଗଲା କିଛି ବୁଝି ତ ହେଉନି। ଗାଧୋଇବା ସମୟରେ କେହି ତ ଆସିନି। ଆହେ ସବୁ ସହଚରୀ ମିଶି ବାଲିରେ ଖୋଜିଲେ। ଆହା ନ ପାଇ ତାଟକ ସବୁ ମନ ଦୁଃଖ କଲେ। କପାଳକୁ ନିନ୍ଦା ସେହି କରି ହେ ଘରକୁ ଆସିଲେ ରାଧା ଫେରି ହେ। 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 ଦିନେ ପ୍ରଭାତରେ ସୁଦାମା ସୁବଳ ସାଙ୍ଗ ଯେତେ ଏକ ହୋଇ କୁଞ୍ଜ ବନେ ପଶି ଖେଳ ଖେଳୁଥିଲେ ସାଙ୍ଗରେ ଧରି କହ୍ନେଇ। ସୁଦାମା ଗୋପାଳ ନଜର ପଡ଼ିଲା କାନର ତାଟକ ଗୋଟି। କି ଜିନିଷ ଏଇ ଦେଖିବା ପାଇଁ କି ଆଣିଲେ ତାକୁ ସାଉଁଟି। ଆହା ସବୁ ସାଙ୍ଗସାଥି ଏକାଠି ହୋଇ ନ ଜାଣିଲେ ତାଟକ ଇଏ। ସୁନାର ତାଟକ କୁଞ୍ଜ ବନେ ଆସି ହଜେଇ ଦେଇଛି କିଏ? ଚାଲ ଆମେ ପଚାରି ନ ବୁଝିବା ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। ତାଟକ ନେଇ ନ କୃଷ୍ଣ ଘରକୁ ଫେରିଲେ। ଯାହାକୁ ଭେଟିଲେ ତାକୁ ପଚାରି ବୁଝିଲେ। ଠିକଣା ନ ପାଇ ସବୁ ସାଙ୍ଗ ଏକ ହୋଇ ଚିନ୍ତା କଲେ କାହାର ଏ ଜଣା ପଡୁନାହିଁ। ମିନା କରା ତାଟକ ଏ ଦାମୀ ସହି ସୁନା। ପିନ୍ଧୁଥିବ ନିଶ୍ଚୟ ଆକୁ ସୁନ୍ଦରୀ ଲଳନା। ତାଟକ ଦେବା ସମୟେ ଦେଖିବା ତା ରୂପ। ନବୀନା ସାଙ୍ଗରେ ଟିକେ ହେବା ଗପ ସପ। ଏହି କଥା ଭାବି କଳା କହ୍ନେଇ ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। କାହାର ତାଟକ ଜଣା ପଡ଼ିଲାନି ଯେତେ ପଚାରି ବୁଝିଲେ। ନିରାଶ ହୋଇଣ ସବୁ ସାଙ୍ଗସାଥି କୁଞ୍ଜରେ ଏକାଠି ହେଲେ। ସୁଦାମା କହିଲା ବୁଦ୍ଧି ଏକ ମୋର ମୁଣ୍ଡରେ ପଶିଛି ଭାଇ। ସେହି ଉପାୟଟି କାର୍ଯ୍ୟକାରୀ ହେଲେ ନିଶ୍ଚୟ ଜାଣିବା ତହିଁ। ଆହା ଗୋପ ଠାକୁରାଣୀ ପୂର୍ଣ୍ଣମାସୀ କୁହେ କର ହେ କହ୍ନେଇ ଧ୍ୟାନ। ଆବିର୍ଭାବ ହୋଇ ପୂର୍ଣ୍ଣମାସୀ ତହିଁ ନିଶ୍ଚୟ ଦେବେ ସନ୍ଧାନ। ସୁଦାମାର କଥା ଗୋଟି ଶୁଣି ହେ ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ।
ପୂର୍ଣ୍ଣମାସୀ ଦର୍ଶନଟି ଦେଲେ ହସ ହସ ହୋଇ ପଚାରିଲେ ଭଗବତୀ କାହିଁକି ସ୍ମରିଲ ମତେ ଅଛି କି ବିପତ୍ତି ଆଏ ଅଣ୍ଟାରୁ କାଢି କନେଇ ତାଟକ ଦେଖେଇ କହିଲେ କାହାର ଏହା ଜଣା ପଡୁନାହିଁ ଦୟା କରି କହିଦେଲେ ଚିନ୍ତା ଦୂର ହେବ ଯାହାର ତାଟକ ତାକୁ ଏ ଆଖି ଦେଖିବ କହ୍ନେଇର ମନ ଭାବ ଜାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ରେ ପୂର୍ଣ୍ଣମାସୀ କହିଲେ ବଖାଣି ରେ ପୂର୍ଣ୍ଣମାସୀ କହିଲେ ବଖାଣି ରେ ପୂର୍ଣ୍ଣମାସୀ କହିଲେ ବଖାଣି ରେ অপূর্ব সুন্দরী নারী হীরা সিଏ গোপপুর গৌড়ুণী ସମୟ ଆସିଲେ ନା ଗୋଟି ତାର ନିଶ୍ଚୟ ପାରିବ ଜାଣି ତାଟକକୁ ଥୋଇ ଘାଟ କୂଳେ ସେଇ ସ୍ନାନ କରୁଥିଲା ତହିଁ ଖାଦ୍ୟ ଭାବିଚିଲ ଉଠାଇ ନେଇ କୁଞ୍ଜରେ ଫିଙ୍ଗିଲା ଯାଇ ଆହା ଜାଣିବାକୁ ଯଦି ଇଚ୍ଛା କରୁଅଛ କଥା ଗୋଟି ମାନ ମୋର ଫଗୁଣ ମାସର ଶୁକ୍ଳ ଦଶମୀରେ ଦୋଳ ଜାତ ତୁମେ କର କାଠର ବିମାନ ଏକ ବନେଇ ତହିଁରେ ବସି ବୁଲ ହେ କନେଇ 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 ବିମାନ ଆଗରେ ନେଇ ବାନ୍ଧିବ ତାଟ କହେ ଦୂରରୁ ତାଟକ ଦିଶୁଥିବ ଜକ ଜକ ଯାହାର ତାଟକ ସିଏ ନିଶ୍ଚୟ ଦେଖିବ ତୁମ ପାଖେ ଆସି ସେହି ତାଟକ ମାଗିବ ଏହା କହି ପୂର୍ଣ୍ଣମାସୀ ହେଲେ ଅନ୍ତର ଧ୍ୟାନ ଧ୍ୟାନରୁ ଉଠି ହସିଲେ ନନ୍ଦର ନନ୍ଦନ ଆଏ ସାଙ୍ଗସାଥୀ ମାନଙ୍କୁ ହେ ପାଖକୁ ଡାକିଲେ ଗୋଟି ଗୋଟି ସବୁ କଥା ବୁଝାଇ କହିଲେ